नमस्कार ମୁଁ ଦେବସ୍ମିତା ୱେଲକମ୍ କରୁଛି ଆଜିର ବ୍ଲଗ୍କୁ। ତ ଆଜିର ବ୍ଲଗ୍ରେ ଆପଣଙ୍କ ପାଇଁ ମୁଁ ରେସିପି ନେଇ ଆସିଛି ଛତୁ ପକୋଡ଼ା। ତ ମିକ୍ସ ଛତୁ ପକୋଡ଼ା ବନେଇବା ପାଇଁ କ'ଣ କ'ଣ ସାମଗ୍ରୀ ରହିଛି, କେମିତି କ'ଣ ବନଉଛି, ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ ଆଉ ଦେଖନ୍ତୁ। କମେଣ୍ଟ ଭଲ ଲାଗିଲେ କମେଣ୍ଟ, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଚାଲନ୍ତୁ ଏବେ କ'ଣ କ'ଣ ସାମଗ୍ରୀ ନେଇଛି ଆପଣମାନଙ୍କୁ ଦେଖାଉଛି। ଏଠି ନେଇଛି କର୍ଣ୍ଣଫ୍ଲାୱାର, ଏଠି ନେଇଛି ପିଆଜ, କ୍ୟାପ୍ସିକମ୍, ଧନିଆ ପତ୍ର, 2-3 ଚାମଚ ବେସନ, ଫାଷ୍ଟ ଆମେ ଯେଉଁ ଛତୁ ଆଣୁଛି ତାକୁ ଭଲସେ ମ୍ୟାରିନେଟ୍ କରିଦେବୁ ଛତୁ ତେଲରେ। ଫାଷ୍ଟ ଆମେ ଗୋଟେ ଜାଗା ନେଇଥିବା ଛତୁ ପରିଷ୍କାର କରିକି ଛତୁ ନେଇବା। କ୍ୟାପ୍ସିକମ୍, ଚାମଚ ময়দা নিচ্ছি এমনি বেসনটা নেবে, জিরা পাউডার, স্বাদ অনুসারে লুণ, লাল মির্চ পাউডার, সোয়া সস, অল্প কিছু পানি দেবো। ଅଦା ରସୁଣ ପକୋଡ଼ା ଛାଣିବା ପାଇଁ ମୁଁ ଅଲରେଡ଼ି କଡ଼େଇରେ ତେଲ ଗରମ ହେବା ପାଇଁ ଛାଣି ଦେଇଛି। ଏବେ ଚାଲନ୍ତୁ ଏବେ ପକୋଡ଼ା ପକେଇବି। ଗରମ ହେଇଛି, ଯେହେତୁ ମୁଁ ଆଗରୁ ତେଲଟା ଗରମ ହେବା ପାଇଁ ଛାଡ଼ି ଦେଇଥିଲି, ଗରମ ହେଇଛି। ଏବେ ଆମେ ପକୋଡ଼ାକୁ ଦେବା। ପିଆଜ, ଛତୁ, କ୍ୟାପ୍ସିକମ୍ ସବୁ ମିକ୍ସ କରିକି ଏ ପକୋଡ଼ା ଗୁଡ଼ା ପକେଇବା। ତ ଛତୁ ସହିତ କ୍ୟାପ୍ସିକମ୍ ଆଉ ପିଆଜର ଷ୍ଟଫିଂଟା ରହିଲେ ତ ପକୋଡ଼ାଟା ଟେଷ୍ଟ ଲାଗିବ ଖାଇବାକୁ। ଛତୁଟା ବହୁତ ଜଣ ଖାଇବାକୁ ଟିକେ ପସନ୍ଦ କରନ୍ତିନି। ଏଭଳି ପକୋଡ଼ା କଲେ ତ ଛତୁର ଟିକେ ସ୍ମେଲ୍ଟା ଆସେନି, ତ ସମସ୍ତେ ଖାଇବାକୁ ପସନ୍ଦ କରିବେ। ଆମର ହେଇଯାଇଥିଲାଣି, ଏବେ ଆମେ ତାକୁ ବାହାର କରିନେବା ଗୋଟେ ଛଣା ସାହାଯ୍ୟରେ। ଦେଖନ୍ତୁ ସାଙ୍ଗମାନେ, ଛତୁ ଏତେ ସୁନ୍ଦର ଲୁକ୍ ଆଣିଛି ନା। ରେଡି ହେଇଗଲା ଆମର ଛତୁ ପକୋଡ଼ା। ବାକି ତକ ପକୋଡ଼ା ଆମର ଫ୍ରାଏ ଚାଲିଛି। ସେମ୍ ପ୍ରୋସେସ୍ରେ ଆମେ ବାକି ତକ ପକୋଡ଼ାକୁ ବି ଆମେ କଡ଼େଇରେ ତେଲ କଡ଼େଇରେ ଦେଲି ଫ୍ରାଏ ହେବା ପାଇଁ। ତାକୁ ହେଇଗଲେ ଆମେ ସବୁ ତକ ପ୍ଲେଟ୍ରେ ଦେଇ କାଢ଼ି ନେବା। ସେମ୍ ପ୍ରୋସେସ୍ରେ ଆମେ ବାହାରକୁ ଖୋଲିଦେବା। फाइनाली रेडी ହେଇଗଲା ଆମର ଛତୁ ପକୋଡ଼ା ରେସିପିଟି ଆପଣଙ୍କୁ କେମିତି ଲାଗିଲା ଭିଡ଼ିଓ ମାଧ୍ୟମରେ ଦେଖିବେ। ଭିଡ଼ିଓ ମାଧ୍ୟମରେ କମେଣ୍ଟ, ସେୟାର, ଲାଇକ୍, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। କମେଣ୍ଟ କରିବାକୁ ଜମା ଭୁଲିବେନି। ରହିଲି, ଜୟ ଜଗନ୍ନାଥ।